ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆମେ ପଦ 3କୁ ଆଲୋଚନା କରିବା ପିଲାମାନେ। ପଦ 3କୁ ଗାନ କରିବା। ହସ ହସ ବଦନେ ହରଷ ଭରେ, ଅନାଇ ରହିଅଛୁ ତୁ ଦିବାକରେ, ତୋ ମୁଖେ ଜ୍ୟୋତିଧାରା ସେ ଦିବାକର, ଢାଳଇ ଅବିରଳ ଆରେ ପୁଷ୍କର। ଦେଖ ପିଲାମାନେ, এই ଯେଉଁ ହସ ହସ ବଦନେ ହରଷ ଭରେ, ତାର ଅର୍ଥ କ'ଣ ନା ହସ ହସ ବଦନ କହିଲେ କ'ଣ ନା ମୁଖଟା ସବୁବେଳେ ହସ ହସ ଥିବ, ତାକୁ କହିବା ଆମେ ହସ ହସ ବଦନ। ଅର୍ଥାତ୍ ବଦନ କହିଲେ କାହାକୁ ବୁଝାଏ ନା ମୁଖକୁ ବୁଝାଏ। ଯେତେବେଳେ ଆମେ ଦେଖିବା ଜଣେ ବ୍ୟକ୍ତିର ମୁଖଟା ହସ ହସ ଅଛି, ତାହେଲେ ତା ମନରେ ଗୋଟେ ହର୍ଷ ଭାବନା ଆସିବ। ହରଷର ଅର୍ଥ କ'ଣ ନା ଗୋଟେ ଖୁସିର ଭାବନା ଆସିବ, ଅର୍ଥାତ୍ ଆନନ୍ଦମୟ ସୃଷ୍ଟି ହେବ। ଅର୍ଥାତ୍ ସେ କହୁଛନ୍ତି ଯେ ହସ ହସ ବଦନେ ହରଷ ଭରେ, ଅର୍ଥାତ୍ ମୁଖଟା ଯେତେବେଳେ ହସ ହସ ଥିବ ସେହି ସମୟରେ ଆନନ୍ଦ ପ୍ରଦାନ କରିବ। ଏବଂ ତୁ କ'ଣ କରୁଛୁ ନା ଅନାଇ ରହିଅଛୁ ତୁ ଦିବାକରେ, ଅର୍ଥାତ୍ ଦିବାକର କହିଲେ ସୂର୍ଯ୍ୟକୁ ବୁଝାଉଛି। ଅର୍ଥାତ୍ ସେ କ'ଣ କରୁଛି ନା ହସ ହସ ବଦନରେ ସେ ଅନାଇକି ରହିଅଛି। କାହାକୁ ଅନାଇକି ରହିଅଛି ନା ସେ ସୂର୍ଯ୍ୟଙ୍କୁ ଅନାଇକି ରହିଅଛି। ଅର୍ଥାତ୍ ପିଲାମାନେ ଦେଖିଥିବ ଗାଡ଼ିଆ ବା ମାନେ ପୋଖରୀ ମାନଙ୍କରେ ଯେତେବେଳେ ପଦ୍ମ ଥିବ, ପଦ୍ମଟା କ'ଣ କରୁଥିବ ନା ସୂର୍ଯ୍ୟଙ୍କ ମୁହଁ ମାନେ ସୂର୍ଯ୍ୟଙ୍କୁ ତା ମୁହଁଟା ଏମିତି ଟେକି ଦେଇଥିବ ସୂର୍ଯ୍ୟଙ୍କ ପଟେ। ତାକୁ ସେ କହୁଛନ୍ତି ଯେ କ'ଣ ନା ହସ ହସ ବଦନରେ, ମୁଖଟା ହସ ହସ କରିକି ନିଜ ଭିତରେ ଖୁସି ଆଣିକି ସେ କ'ଣ କରୁଥିବ ନା ଅନାଇକି ରହିଥିବ। କାହାକୁ ଅନାଇକି ରହିଥିବ? ସେ ଦିବାକର ବା ସୂର୍ଯ୍ୟକୁ ଅନାଇକି ରହିଥିବ। ତୋ ମୁଖେ ଜ୍ୟୋତିଧାରା ସେ ଦିବାକର, ତୋ ମୁଖରେ କ'ଣ ଅଛି ନା ସେ ଜ୍ୟୋତିର ଗୋଟେ ଧାରା ଅଛି, ଯାହାକି ଦିବାକର କ'ଣ କରୁଛନ୍ତି ନା ଢାଳଇ ଅବିରଳ। ଅବିରଳ କହିଲେ କ'ଣ ନା ଅନବରତ, କଣ୍ଟିନ୍ୟୁଅସଲି, ସ୍ପଣ୍ଟାନିୟସଲି, ଅର୍ଥାତ୍ ସବୁ ସମୟରେ ସବୁବେଳେ ସେ କ'ଣ କରୁଛନ୍ତି ନା ଦିବାକର ତୋର ମୁଖରେ ଜ୍ୟୋତିର ଧାରାଟା କ'ଣ କରୁଛନ୍ତି। ଜ୍ୟୋତିର ଧାରା କହିଲେ ପିଲାମାନେ ଆମେ ସୂର୍ଯ୍ୟଙ୍କର କିରଣକୁ ବୁଝିପାରିବା। ସେ ଯେଉଁ ସୂର୍ଯ୍ୟଙ୍କର କିରଣ ପଡ଼ୁଥିବ ତାହା ଅବିରଳ ଅନବରତ ଭାବରେ ତାହା ପଦ୍ମର ମୁଖରେ ସେ କ'ଣ କରୁଥିବେ ନା ସବୁ ସମୟରେ ମାନେ ସେ ତାଙ୍କର ଯେଉଁ ସୂର୍ଯ୍ୟ କିରଣଟା ଢାଳି ଦେଉଥିବେ। ପୁଷ୍କର କହିଲେ କ'ଣ ନା ପୁଷ୍କର କହିଲେ ପଦ୍ମ। ପଦ 4କୁ ଦେଖିବା। ପିଉ ତୁ କି ଆନନ୍ଦେ ପିୟୁଷ ସରି, ସେ ଶୁଭ୍ର ଜ୍ୟୋତିଧାରା ଭକତି କରି, ଆହା କି ଦିବ୍ୟଶ୍ରୀ ତହୁଁ ତୁ ଲଭୁ, ଧନ୍ୟ ଉତ୍ପଳ ଧନ୍ୟ ତୋହର ପ୍ରଭୁ। ଏଠାରେ ଯଦି ଆମେ ପିଉ ତୁ କି ଆନନ୍ଦେ ପିୟୁଷ ସରି, ପିୟୁଷ କହିଲେ କ'ଣ ନା ଅମୃତ ସଦୃଶ। ପିଉ ତୁ କି ଆନନ୍ଦେ ଅର୍ଥାତ୍ ତୁ ପାନ କରୁଛୁ, କେଉଁଭଳି ଭାବରେ ପାନ କରୁଛୁ ନା ଆନନ୍ଦ ହିସାବରେ ପାନ କରୁଛୁ। କ'ଣ ସେ ଅମୃତର ସରି, ଶରୀର ଅର୍ଥ ହେଲା ତୁଲ୍ୟ, ଅର୍ଥାତ୍ ଅମୃତର ସହିତ ସମାନ। ତାକୁ ତୁ କ'ଣ କରୁଛୁ ନା ତାକୁ ପାନ କରୁଛୁ ବା ପିଉଛୁ, ଯାହାକି ଆନନ୍ଦ ଉଲ୍ଲାସରେ। ସେ ଶୁଭ୍ର ଜ୍ୟୋତିଧାରା, ସେ କ'ଣ ପାନ କରୁଥିଲା ମାନେ ଅମୃତକୁ କ'ଣ ପିଉଥିଲା ନା ଯାହାକି ଅମୃତର ତୁଲ୍ୟ। କ'ଣ ନା ଶୁଭ୍ର ଜ୍ୟୋତିଧାରା। ଶୁଭ୍ର କହିଲେ କ'ଣ ନା ଧଳା ସ୍ୱଚ୍ଛ, ଧଳା ସ୍ୱଚ୍ଛ ସୂର୍ଯ୍ୟଙ୍କର କିରଣକୁ ଏଠାରେ ଅମୃତ ସହିତ ତୁଳନା କରାଯାଇଛି, ଯାହାକି ପିୟୁଷର ସମାନ। ତାକୁ କ'ଣ କରୁଛୁ ନା ଭକତି କରି, ଅର୍ଥାତ୍ ଭକ୍ତିର ସଦୃଶ ତୁ କ'ଣ କରୁଛୁ ତାକୁ ପାନ କରୁଛୁ, ଯାହାକି ଅମୃତର ତୁଲ୍ୟ ସୂର୍ଯ୍ୟଙ୍କର ସେଇ ଯେଉଁ ଶୁଭ୍ର ଜ୍ୟୋତି ଧାରାକୁ ତୁ ପାନ କରୁଛୁ। କେମିତି ନା ଭକତି କରି। ଆହା କି ଦିବ୍ୟଶ୍ରୀ, ଦିବ୍ୟଶ୍ରୀ କହିଲେ କ'ଣ ବୁଝାଉଛି ପିଲାମାନେ ନା ଦିବ୍ୟଶ୍ରୀର ଅର୍ଥ ହେଲା ସୌନ୍ଦର୍ଯ୍ୟ। ଆହା କି ଦିବ୍ୟଶ୍ରୀ ତହୁଁ ତୁ ଲଭୁ, ଯେତେବେଳେ ପଦ୍ମରେ କ'ଣ ହେଇଛି ନା ସୂର୍ଯ୍ୟଙ୍କର କିରଣ ପଡ଼ୁଛି, ପଡ଼ିବା ଦ୍ୱାରା ତାହା ସୌନ୍ଦର୍ଯ୍ୟର ଗୋଟେ ଅଧିକାରୀ ହେଇଯାଉଛି। ତାହା କ'ଣ ହେଇଯାଉଛି ନା ଦିବ୍ୟଶ୍ରୀର ସୌନ୍ଦର୍ଯ୍ୟ ମାନେ ଦିବ୍ୟଶ୍ରୀର ସେଇ ଯେଉଁ ସମକକ୍ଷ ହେଇପାରୁଛି ସିଏ। ତେଣୁ ସେ କହୁଛନ୍ତି ତୁ ଆହା କି ଦିବ୍ୟଶ୍ରୀ ତହୁଁ ତୁ ଲଭୁ, ଧନ୍ୟ ଉତ୍ପଳ ଧନ୍ୟ ତୋହର ପ୍ରଭୁ। ଅର୍ଥାତ୍ ହେ ପଦ୍ମ, ହେ ଉତ୍ପଳ କହିଲେ କ'ଣ ନା ଉତ୍ପଳର ଅର୍ଥ ହେଲା ପଦ୍ମ, ଧନ୍ୟ ହେଉଛୁ ତୁ ଏବଂ ତୋର ଭଗବାନ। ତୋର ଭଗବାନ କିଏ ନା ତୋର ଭଗବାନ ହେଉଛନ୍ତି ସେଇ ଶିବ, ସରି ସେଇ ଯେଉଁ ସୂର୍ଯ୍ୟ।
ସୂର୍ଯ୍ୟ ଏଠାରେ ଆମେ କାହା କଥା ହେଉଛୁ ପିଲାମାନେ? ପଦ୍ମର କଥା ଏବଂ ସୂର୍ଯ୍ୟଙ୍କର କଥା। ତ ପଦ୍ମ ଏବଂ ସୂର୍ଯ୍ୟ ହେଉଛନ୍ତି ଦୁଇ ଜଣ କ'ଣ ନା ଧନ୍ୟ। ଉତ୍ପଳ ମଧ୍ୟ ଧନ୍ୟ ଏବଂ ତାହାର ପ୍ରଭୁ କିଏ ନା ସୂର୍ଯ୍ୟ। ଆମେ ଯଦି କେତେ ଗୁଡ଼ିଏ ପ୍ରଶ୍ନୋତ୍ତରକୁ ଦେଖିବା ପିଲାମାନେ, ତାହେଲେ ଏଇଟା ତୁମ ପାଇଁ ପ୍ରଶ୍ନ ଗୁଡ଼ିକ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଏହାର ଉତ୍ତର ରଖିବାକୁ ଅନୁରୋଧ। ପଦ୍ମ କବିତାରେ କବି କିଏ ଏବଂ ତାଙ୍କର କେତୋଟି ସୃଷ୍ଟିର ନାମ ଲେଖିବ। ଉତ୍ତର କ'ଣ ହେବ ନା କବିତାର କବି ହେଲେ ମଧୁସୂଦନ ରାଓ ଏବଂ ତାଙ୍କର କେତେଗୁଡ଼ିଏ କବିତାର ନାଁ ହେଲା ଛାନ୍ଦମାଳା, ସାହିତ୍ୟ କୁସୁମ ଇତ୍ୟାଦି। କବି କାହାକୁ କୋଟି ଲାବଣ୍ୟ ନିଧି ବୋଲି ଏଠାରେ କହିଛନ୍ତି ନା କବି ଏଠାରେ ପଦ୍ମକୁ କୋଟି ଲାବଣ୍ୟ ନିଧିର ସଦୃଶ ବୋଲି ତୁଳନା କରିଛନ୍ତି। କବିଙ୍କ ହୃଦୟରେ କିପରି ଅମୃତମୟ ହୁଏ? ପଦ୍ମର ରୂପ ଦର୍ଶନରେ କବିଙ୍କ ହୃଦୟ ପୁଣ୍ୟ ଆନନ୍ଦରେ ଅମୃତମୟ ହୋଇଯାଉଛି। ସରସୀର ଜଳର ରଙ୍ଗ କିପରି ବୋଲି କବି ବର୍ଣ୍ଣନା କରିଛନ୍ତି ନା ସରସୀର ଜଳର ରଙ୍ଗ ନୀଳ ବୋଲି ଏଠାରେ କବି ବର୍ଣ୍ଣନା କରିଛନ୍ତି। ସୂର୍ଯ୍ୟ ପଦ ମୁଖରେ କ'ଣ ଢାଳୁଛନ୍ତି? ଅବିରଳ କ'ଣ ଢାଳୁଛନ୍ତି ପିଲାମାନେ? ନା ତାଙ୍କର ଯେଉଁ କିରଣଟା, ସୂର୍ଯ୍ୟଙ୍କର କିରଣଟା ସେ କ'ଣ କରୁଛନ୍ତି ନା ଅବିରଳ ଢାଳୁଛନ୍ତି। ପିଲାମାନେ ଆଜି ପାଇଁ ଏତିକି। ଧନ୍ୟବାଦ। ଥ୍ୟାଙ୍କ ୟୁ ଟୁ ଅଲ୍।